ବାରିପଦାରେ ଆରମ୍ଭ ହୋଇଯାଇଛି ନ୍ୟାସନାଲ ଥିଏଟର ଫେଷ୍ଟିଭାଲ, ଯାହାକି ଶହୀଦ ସ୍ମୃତି ଭବନ ଠାରେ 6 ସେପ୍ଟେମ୍ବରରୁ 14 ସେପ୍ଟେମ୍ବର ପର୍ଯ୍ୟନ୍ତ ସନ୍ଧ୍ୟା 6:30ରୁ ଆରମ୍ଭ ହେବ। ଆଜି ପ୍ରଥମ ସନ୍ଧ୍ୟାରେ ମୁଁ ଯାଇଥିଲି। ଏହି ନାଟକଟା ଥିଲା ଏକ ସତ୍ୟ କଥାରେ ଆଧାରିତ। ଆମ ଦେଶ ସ୍ୱାଧୀନ ହେଇଛି ସତ, ଆମ ରାଜ୍ୟ ଓଡ଼ିଶା, ଆମ ମାତୃଭାଷା ଓଡ଼ିଆ। ଆଜ୍ଞା ହଁ, ଏହି ଭାଷାକୁ ବଞ୍ଚେଇ ରଖିବା ପାଇଁ କେତେ ଯେ ଲଢ଼େଇ ହୋଇଛି ତାହା ଇତିହାସରୁ ହିଁ ଜଣାପଡ଼େ। କିନ୍ତୁ ଏବେ ପାଶ୍ଚାତ୍ୟ ଭାଷା ପାଇଁ ଏହା ଧୀରେ ଧୀରେ ଦବିବାକୁ ଯାଉଛି, ଯାହାକି ପାଠ ପଢ଼ାରେ ମଧ୍ୟ ବହୁତ ପରିବର୍ତ୍ତନ ଆଣିଛି। ଗୋଟେ ପିଲା ଛୋଟବେଳେ ଗାଁରେ ନିଜ ମାତୃଭାଷାରେ ବହୁତ ଭଲସେ ପାଠ ପଢ଼ିଲା, ହେଲେ ଆଗକୁ ଯେତେ ଯେତେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ପଢ଼ିବାକୁ ଗଲା, ପାଶ୍ଚାତ୍ୟ ଭାଷାରେ ତାହା ଲେଖା ହୋଇଥିବାରୁ ଭଲସେ ପଢ଼ି ନ ପାରି ମାନସିକ ଚାପରେ ପୀଡ଼ିତ ହୋଇଗଲା। ଏହା ଏହି ନାଟକରେ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥିଲେ। ଶେଷରେ ଏତିକି କହିବି, ପାଶ୍ଚାତ୍ୟ ଭାଷା ବର୍ତ୍ତମାନ ଜାଣିବା ଦରକାର, ହେଲେ ନିଜ ମାତୃଭାଷାକୁ ଏହିଭଳି ଅଣଦେଖା କଲେ ଦିନେ ନା ଦିନେ ଏହା ବିଲୁପ୍ତ ହୋଇଯିବ। ସେଥିପ୍ରତି ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ। ଆଉ ହଁ, ଆପଣମାନେ ତ ଏହା ନିଶ୍ଚୟ ଶୁଣିଥିବେ ଯେ ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା।